ଏହି ଫୋନ୍ ଧରୁଥିଲେ ଲୋକେ ଆଉ ବ୍ୟବହାର କରିପାରିବେନି ୟୁଟ୍ୟୁବ ଆପଣଙ୍କ ମୋବାଇଲରେ ଥିବା ସମସ୍ତ ଆପ୍ ସହ ମେଲ୍ ଆଇଡି ଓ କଣ୍ଟାକ୍ଟ ନମ୍ବରକୁ କ୍ରସ୍ କରିଦେବ। ଏହା ଭିତରେ ଗୁଗଲ ଏକ ନୂଆ ନିୟମ ଆଣିଛି। ଆଇଫୋନ୍ ଓ ଆଣ୍ଡ୍ରଏଡ୍ ବ୍ୟବହାରକାରୀମାନେ ଏହି କଥା ନିହାତି ଜାଣିବା ଆବଶ୍ୟକ। ଆପଣଙ୍କ ମୋବାଇଲକୁ ସୁରକ୍ଷିତ ରଖିଥିବା ଗୁଗଲର ଏହି ନିୟମ ମାନିବାକୁ ବାଧ୍ୟ, ନଚେତ ଆପଣଙ୍କ ମୋବାଇଲ ହ୍ୟାଙ୍ଗ ହେବା ସହିତ ଡାଟା କ୍ରାସ୍ ହୋଇଯିବ। କାହିଁକି ଏଭଳି ହେଲା ଓ ଏହା ପଛର ସମସ୍ତ ନିୟମ ବିଷୟରେ ଜାଣିବା ଆବଶ୍ୟକ। ଆଇଫୋନ୍ ଓ ଆଇପ୍ୟାଡ୍ ପାଇଁ ନିୟମ ଅଲଗା ଏବଂ ଅନ୍ୟ ସମସ୍ତ ଆଣ୍ଡ୍ରଏଡ୍ ଫୋନ୍ ପାଇଁ ନିୟମ ଅଲଗା। ତେବେ ଗୁଗଲ ଆଇଫୋନ୍ ବ୍ୟବହାରକାରୀଙ୍କୁ ୟୁଟ୍ୟୁବ ଆପ୍କୁ ଅନଇନଷ୍ଟଲ କରି ପୁନର୍ବାର ଇନଷ୍ଟଲ କରିବାକୁ ପରାମର୍ଶ ଦେଇଛି, କାରଣ ଏହି ଆପ୍ରେ ଏକ ଗୁରୁତ୍ୱପୂର୍ଣ୍ଣ ତ୍ରୁଟି ଦେଖାଯାଇଥିଲା, ଯାହା ଆପ୍ଟିକୁ ଖୋଲିବା ମାତ୍ରେ କ୍ରାସ୍ କରୁଥିଲା କିମ୍ବା ବିନା କୌଣସି ସୂଚନା ଦେଇ ଅଚଳ ହୋଇପଡୁଥିଲା। ଗୁଗଲ ଏହି ସମସ୍ୟାର ସମାଧାନ କରୁଥିବା ଦାବି କରିଛି, କିନ୍ତୁ ଆଇଫୋନ୍ ଆଇପ୍ୟାଡ୍ ବ୍ୟବହାରକାରୀଙ୍କୁ ଆପ୍ଟିକୁ ଡିଲିଟ୍ କରି ଆପ୍ ଷ୍ଟୋରରୁ ସର୍ବଶେଷ ସଂସ୍କରଣ ଭର୍ସନ 20.20.4 ଡାଉନଲୋଡ୍ କରିବାକୁ କହିଛି। ଏହା ଆପ୍ରେ ରହିଥିବା ଅବିଶିଷ୍ଟ ତ୍ରୁଟିଗୁଡ଼ିକୁ ଦୂର କରିବ ବୋଲି ଗୁଗଲ କହିଛି। ଗତ କିଛି ଦିନ ଧରି ଆଇଫୋନ୍ ଓ ଆଣ୍ଡ୍ରଏଡ୍ ବ୍ୟବହାରକାରୀମାନେ ୟୁଟ୍ୟୁବ ଆପ୍ରେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଆପ୍ ଖୋଲିବା ମାତ୍ରେ ବନ୍ଦ ହୋଇଯାଇଥିଲା କିମ୍ବା ଟଚ୍ ସ୍କ୍ରିନରେ ପ୍ରତିକ୍ରିୟା ଦେଉନଥିଲା। ଏହି ସମସ୍ୟା ଜୁନ୍ 17ରୁ ଆରମ୍ଭ ହୋଇଥିଲା ଏବଂ ଏନେଇ ଅନେକ ଅଭିଯୋଗ ପ୍ରକାଶ ପାଇଥିଲା। ଗୁଗଲ ଏହାର ସମାଧାନ ପାଇଁ ପ୍ରାରମ୍ଭରେ ଏକ ଅସ୍ଥାୟୀ ଉପାୟ ସୂଚାଇଥିଲା। ଆପ୍ଟିକୁ ଡିଲିଟ୍ କରି ଡିଭାଇସକୁ ରିଷ୍ଟାର୍ଟ କରି ପୁନର୍ବାର ଇନଷ୍ଟଲ କରିବାକୁ ପଡୁଥିଲା, କିନ୍ତୁ ଏହା ଅଧିକାଂଶ ବ୍ୟବହାରକାରୀଙ୍କ ପାଇଁ କାମ କରୁନଥିଲା। ଜୁନ୍ 8ରେ ଗୁଗଲ ଏକ ନୂଆ ଅପଡେଟ୍ ଜାରି କରି ଆଇଫୋନ୍ ବ୍ୟବହାରକାରୀଙ୍କୁ ଏହି ଆପ୍ଟିକୁ ଅନଇନଷ୍ଟଲ କରିବାକୁ କହିଛି। ଗୁଗଲ ଜାରି କରିଥିବା ବିବୃତ୍ତି ଅନୁଯାୟୀ ସମସ୍ୟାର ସମାଧାନ ହେଉଛି, ଯଦି ଆପଣ ଆଇଓଏସ୍ ଡିଭାଇସ୍ ବ୍ୟବହାର କରୁଛନ୍ତି, ଦୟାକରି ଆପ୍ଟିକୁ ପୁନର୍ବାର ଇନଷ୍ଟଲ କରନ୍ତୁ। ଆମେ ଏହି ସମସ୍ୟାର ତଦନ୍ତ କରୁଥିବା ସମୟରେ ଆପଣଙ୍କ ଧୈର୍ଯ୍ୟ ପାଇଁ ଧନ୍ୟବାଦ ଦେବୁ ବୋଲି କହିଛି କମ୍ପାନୀ। ଏହି ଅପଡେଟ୍ ଆପ୍ରେ ବଗ୍କୁ ଠିକ୍ କରିଛି, କିନ୍ତୁ ଆଇଫୋନ୍ ବ୍ୟବହାରକାରୀଙ୍କୁ ପୁରୁଣା ସଂସ୍କରଣରୁ ଉତ୍ପନ୍ନ ହେଉଥିବା ତ୍ରୁଟିଗୁଡ଼ିକୁ ଦୂର କରିବା ପାଇଁ ଆପ୍ଟିକୁ ଅନଇନଷ୍ଟଲ ଓ ପୁନଃ ଇନଷ୍ଟଲ କରିବାକୁ ଆବଶ୍ୟକ। କିନ୍ତୁ ଆଇଫୋନ୍ ବ୍ୟବହାରକାରୀଙ୍କୁ ପୁରୁଣା ସଂସ୍କରଣରୁ ଉତ୍ପନ୍ନ ହେଉଥିବା ତ୍ରୁଟିଗୁଡ଼ିକୁ ଦୂର କରିବା ପାଇଁ ଆପ୍ଟିକୁ ଅନଇନଷ୍ଟଲ ଓ ପୁନଃ ଇନଷ୍ଟଲ କରିବା ଆବଶ୍ୟକ। ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ କେବଳ ଗୁଗଲ ପ୍ଲେ ଷ୍ଟୋରରୁ ଅପଡେଟ୍ କରାଯିବା ଯଥେଷ୍ଟ ଥିଲା। କିଛି ରେଡିଟ୍ ଆଲୋଚନାରୁ ଅନୁମାନ କରାଯାଉଥିଲା ଯେ ଏହି ସମସ୍ୟା ଆଡବ୍ଲକ୍ ବା ତୃତୀୟ ପକ୍ଷ ଟୁଲ୍ ଯୋଗୁଁ ହୋଇଥାଇପାରେ, କିନ୍ତୁ ଗୁଗଲ ସ୍ପଷ୍ଟ କରିଛି ଯେ ଏହି ତ୍ରୁଟି ଆଡବ୍ଲକ୍ର ସହ ସମ୍ପର୍କିତ ନୁହେଁ। ଏହା ଆପ୍ରେ ଏକ ସାମାନ୍ୟ ସଫ୍ଟୱେର ଗ୍ଲିଚ୍ ଥିଲା, ଯାହାକୁ ସମାଧାନ କରାଯାଇଛି। ଆପ୍କୁ ଅନଇନଷ୍ଟଲ କରି ପୁନର୍ବାର ଇନଷ୍ଟଲ କରିବାକୁ ପରାମର୍ଶ ଦେଇଛି, କାରଣ ଏହି ଆପ୍ରେ ଏକ ଗୁରୁତର ତ୍ରୁଟି ଦେଖାଯାଇଥିଲା, ଯାହା ଆପ୍କୁ ଖୋଲିବା ମାତ୍ରେ କ୍ରାସ୍ କରୁଥିଲା କିମ୍ବା ବିନା କୌଣସି ସୂଚନା ଦେଇ ଅଚଳ ହୋଇପଡୁଥିଲା। ଗୁଗଲ ଏହି ସମସ୍ୟାର ସମାଧାନ କରୁଥିବା ଦାବି କରିଛି, କିନ୍ତୁ ଆଇଫୋନ୍ ଓ ଆଇପ୍ୟାଡ୍ ବ୍ୟବହାରକାରୀଙ୍କୁ ଆପ୍ଟିକୁ ଡିଲିଟ୍ କରି ଆପ୍ ଷ୍ଟୋରରୁ ସର୍ବଶେଷ ସଂସ୍କରଣ ଡାଉନଲୋଡ୍ କରିବାକୁ କହିଛି। ଏହି ଆପ୍ରେ ଥିବା ଅବଶିଷ୍ଟ ତ୍ରୁଟିଗୁଡ଼ିକୁ ଦୂର କରିବ ବୋଲି ଗୁଗଲ କହିଛି। ଗତ କିଛି ଦିନ ଧରି ଆଇଫୋନ୍ ଓ ଆଣ୍ଡ୍ରଏଡ୍ ବ୍ୟବହାରକାରୀମାନେ ୟୁଟ୍ୟୁବର ଆପ୍ରେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଆପ୍ ଖୋଲିବା ମାତ୍ରେ ବନ୍ଦ ହୋଇଯାଉଥିଲା କିମ୍ବା ଟଚ୍ ସ୍କ୍ରିନରେ ପ୍ରତିକ୍ରିୟା ଦେଉନଥିଲା। ଏହି ସମସ୍ୟା ଜୁନ୍ 17ରୁ ଆରମ୍ଭ ହୋଇଥିଲା ଏବଂ ଏନେଇ ଅନେକ ଅଭିଯୋଗ ପ୍ରକାଶ ପାଇଥିଲା। ଗୁଗଲ ଏହାର ସମାଧାନ ପାଇଁ ପ୍ରାରମ୍ଭରେ ଏକ ଅସ୍ଥାୟୀ ଉପାୟ ସୂଚାଇ ଦେଇଥିଲା। ଜୁନ୍ 8ରେ ଗୁଗଲ ଏକ ନୂଆ ଅପଡେଟ୍ ଜାରି କରି ଆଇଫୋନ୍ ବ୍ୟବହାରକାରୀଙ୍କୁ ଏହି ଅପଡେଟ୍ ଇନଷ୍ଟଲ କରିବାକୁ କହିଛି। ଅନ୍ୟପକ୍ଷରେ ସମସ୍ତ ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ସତର୍କ ସୂଚନା। ଯେଉଁମାନଙ୍କ ମୋବାଇଲ ଜୁନ୍ 17 ପରଠାରୁ ହ୍ୟାଙ୍ଗ ହେଉଛି, ଆପଣ ୟୁଟ୍ୟୁବ ଆପ୍ଟିକୁ ଅନଇନଷ୍ଟଲ କରି ପୁନର୍ବାର ଇନଷ୍ଟଲ କରିବାକୁ ପଡ଼ିବ। ବ୍ୟୁରୋ ରିପୋର୍ଟ, ବିଏନ୍ଏସ୍ ଲାଇଭ୍।